ସେଦିନ ରାତିରେ ପତିଟାକୁ ଡେଜର୍ଟରେ କ'ଣ ବନେଇଛୁ ବୋଲି ପଚାରୁଥିଲେ। ମୁଁ କିନ୍ତୁ କିଛି ବି ବନେଇ ନଥିଲି, ହେଲେ ଆଜି ତାଙ୍କ ପାଇଁ ଡେଜର୍ଟରେ କ'ଣ ବନେଇଥିଲି ଚାଲନ୍ତୁ ଦେଖିବା। ମୁଁ ରୋଷେଇ କରିସାରିବା ପରେ ପତିଦେବ ଆସିଗଲେ ଅଫିସରୁ, ଆଉ ସମସ୍ତଙ୍କ ପାଇଁ ଟିକେ ଆଇସ୍କ୍ରିମ୍ ଆଣିଥିଲେ। ଆମେ ଟିକେ ଆଇସ୍କ୍ରିମ୍ର ମଜା ନେଇଗଲୁ। ତାପରେ ମୁଁ ନେଇ ଆସିଲି ଖାଇବା ପାଇଁ ମସଲା ପାମ୍ପଡ଼, ଭାତ, ପାମ୍ପଡ଼, କାକୁଡ଼ି ଆଉ ମସୁର ଡାଲିକୁ ବରା କରିକି ଗୋଟେ ତରକାରୀ କରିଥିଲି। ଆଉ ଡେଜର୍ଟରେ ପତିଦେବଙ୍କ ପାଇଁ ରାବିଡ଼ି ବନେଇଥିଲି। କାଲି ରାତିରେ ଆମେ ଯାଇଥିଲୁ ରିଲାଏନ୍ସରୁ 1 ଲିଟର କ୍ଷୀର ଆଣିଥିଲି। ସେ କ୍ଷୀରରେ ମୁଁ ଆଜି ଦ୍ୱିପହର ପାଇଁ ବନେଇଥିଲି ରାବିଡ଼ି। ଆଉ ପତିଦେବ ଖାଇକି ବହୁତ ଟେଷ୍ଟି ହେଇଛି ବୋଲି କହିଲେ, ଆଉ ସତରେ ସେଇଟା ବହୁତ ଟେଷ୍ଟି ହିଁ ହେଇଥିଲା। ତାପରେ ସନ୍ଧ୍ୟାରେ ମାମା ଟିକେ ସୋଲା ବୁଟ ଖାଇଦେଲା। ଆଉ ଏଇଠି ପାଖ ଟିକେ ମେଳା ପଡ଼ିଛି, ମେଳା ଯାଇଥିଲୁ ବୁଲିବାକୁ। ବୁଲାବୁଲି କରିସାରିଲା ପରେ ମେଳାରେ ପତିଦେବ ଆମକୁ ନ ଖୁଆଇକି ଘରକୁ ନେଇ ଆସୁଥିଲେ। ଆଉ ଆମେ ମା ଝିଅ ରାଗିକି ବସିଥିବାରୁ ଆମକୁ ପୁଣି ନେଇକି ଗଲେ ଗୁପଚୁପ ଖୁଆଇବାକୁ। ଆମେ ଗୁପଚୁପ ଖାଇଦେଲୁ ମା ଝିଅ ପେଟେ ଲେଖା। ତାପରେ ଘରକୁ ପଳେଇ ଆସିଥିଲୁ। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର କମେଣ୍ଟ କରିବେ। ଆଉ ହଁ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।